ସାଙ୍ଗମାନେ ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ନବମ ଶ୍ରେଣୀ ସାହିତ୍ୟ ବହିର ପଦ୍ମ ବିଷୟବସ୍ତୁକୁ ଆଲୋଚନା କରିବା। ତାହେଲେ ପିଲାମାନେ ଡେରି ନକରି ଆଗେଇ ଯିବା। ଆମର କେତେଗୁଡ଼ିଏ ପ୍ରଶ୍ନାବଳୀ ଅଛି, ସେହି ପ୍ରଶ୍ନାବଳୀକୁ ଆମେ ପ୍ରଥମେ ଆଲୋଚନା କରିବା। ପିଲାମାନେ ତୁମେ ଜାଣିଥିବ କେତେଗୁଡ଼ିଏ ଫୁଲର ନାମ। ତାହେଲେ ତୁମେ କ'ଣ କରିବ ନା ସେ ଫୁଲର ନାମ ଗୁଡ଼ିକ ଟିପି ରଖିବ। ଯେମିତି ଏଠାରେ ଦେଖିପାରୁଥିବ ବିଭିନ୍ନ ପ୍ରକାର ଫୁଲ ଅଛି। ପିଲାମାନେ ତୁମକୁ କେଉଁ ଫୁଲ ବହୁତ ଭଲ ଲାଗେ? ଯେଉଁ ଫୁଲ ଗୁଡ଼ିକ ଅଛି ସେ ଫୁଲମାନଙ୍କ ମଧ୍ୟରୁ ତୁମକୁ କେଉଁ ଫୁଲ ବେଶୀ ପସନ୍ଦ ବା ଭଲ ଲାଗେ? କେଉଁ ଫୁଲର ବାସ୍ନା ବହୁତ ମଧୁର? ପଙ୍କରୁ ଜାତ ହେଉଥିବା କେତେଗୁଡ଼ିଏ ଫୁଲର ନାମ କହିପାରିବ କି? ଏଇଟା ହେଲା ତୁମମାନଙ୍କ ପାଇଁ ଗୋଟେ ପିଲାମାନେ ପ୍ରାକ୍ ପ୍ରଶ୍ନ। ଆମେ ବିଷୟବସ୍ତୁକୁ ଆଗେଇ ଯିବା ପୂର୍ବରୁ ଆମକୁ ଟିକେ ବୋଧଜ୍ଞାନ ଟିକେ ପରୀକ୍ଷା କରିବାକୁ ପଡ଼ିବ। ତ ଆମକୁ ଯେଉଁ ପଙ୍କରୁ ଜାତ ହୋଇଥିବା ବା ପଙ୍କ କହିଲେ କ'ଣ ନା କାଦୁଅ, କାଦୁଅରୁ ଜାତ ହେଉଥିବା କେତେଗୁଡ଼ିଏ ଫୁଲର ନାମ ଯେମିତିକି କଇଁ, ପଦ୍ମ ଇତ୍ୟାଦି, ଯାହାକି ପୋଖରୀମାନଙ୍କର କାଦୁଅରୁ ହିଁ କ'ଣ ହେଇଥାଏ ନା ସେହି ଫୁଲର ଜାତ ହୋଇଥାଏ, ଯାହାକି ଭଗବାନମାନଙ୍କ ପାଖରେ ତାହା ଅର୍ପଣ କରାଯାଇଥାଏ। ପିଲାମାନେ ତାହେଲେ ପିଲାମାନେ ଆମେ ନବମ ଶ୍ରେଣୀ ସାହିତ୍ୟଧାରା ପୁସ୍ତକର ପଦ୍ମ ପଦ୍ୟ ପ୍ରସଙ୍ଗକୁ ଆମେ ଆଲୋଚନା କରିବା। ମୁଁ ତୁମମାନଙ୍କର ରଶ୍ମି ସାହ, ପିଏମ୍ଶ୍ରୀ ଗଭର୍ଣ୍ଣମେଣ୍ଟ SSD HSS ଚାରବଟା ସୁବର୍ଣ୍ଣପୁର ଓଡ଼ିଶା। ତାହେଲେ ଆମର କବି ପରିଚୟ ଟିକେ ଆଲୋଚନା କରିବା। ପିଲାମାନେ ଆମର କବି ହେଉଛନ୍ତି ମଧୁସୂଦନ ରାଓ। ତାଙ୍କର ଆବିର୍ଭାବ 1853 ମସିହାରେ ହୋଇଥିଲା ଏବଂ ତିରୋଧାନ 1912 ମସିହାରେ, ଅର୍ଥାତ୍ ଜନ୍ମ ହେଲା 1853 ମସିହା ଏବଂ ମୃତ୍ୟୁ ହେଲା 1912 ମସିହାରେ। ସେ ଜଣେ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ରଷ୍ଟା। ସେ ଗୀତି କବିତା, ପ୍ରବନ୍ଧ, ଅନୁବାଦ, ଶିଶୁ ସାହିତ୍ୟର ରଚୟିତା ଭାବରେ ସେ ବିଶେଷ ସମ୍ମାନାସ୍ପଦ ପାଇଛନ୍ତି। ଅର୍ଥାତ୍ ସେ ଏକାଧାରରେ ଆମେ କହିପାରିବା ଅନେକ ଗୁଡ଼ିଏ କବିତା, ପ୍ରବନ୍ଧ, ଅନୁବାଦ, ଶିଶୁ ସାହିତ୍ୟ ରଚନା କରିଛନ୍ତି। ସେ ବ୍ରାହ୍ମ ଧର୍ମ ଗ୍ରହଣ ପରେ ତାଙ୍କର କବିତାର ଆତ୍ମିକ ବିଭବରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲେ ମଧ୍ୟ ଉପନିଷଦୀୟ ଭାବଧାରା ତାହା ଭିତରେ ଉପଲବ୍ଧ କରିହୁଏ। ଅର୍ଥାତ୍ ତାଙ୍କ ଭିତରେ ଆମେ ଦେଖିପାରିବା ବିଭିନ୍ନ ପ୍ରକାର ଉପନିଷଦର ଭାବଧାରା ଏବଂ ସେ ଓଡ଼ିଆ ପ୍ରବନ୍ଧ ଓ ସାହିତ୍ୟ, ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ଅର୍ଥାତ୍ ଓଡ଼ିଆ ପ୍ରବନ୍ଧ ଓ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ କବିତାମାନଙ୍କରେ ଆମେ ଈଶ୍ୱର ଭକ୍ତି, ରହସ୍ୟବାଦର ଚିନ୍ତାଧାରା ଓ ସର୍ବୋପରି ଜୀବନବାଦୀ ଭାବଧାରା ତାଙ୍କ କବିତା ଗୁଡ଼ିକୁ ଚିରନ୍ତନ ମୂଲ୍ୟବୋଧରେ ରୁଦ୍ଧିମନ୍ତ କରିଛି। ଅର୍ଥାତ୍ ଆମେ ତାଙ୍କ କବିତାରେ କ'ଣ ଦେଖିବା ନା ଈଶ୍ୱରଙ୍କ ପ୍ରତି ତାଙ୍କ ଥିବା ଭକ୍ତି, ରହସ୍ୟବାଦର ଚିନ୍ତାଧାରା ତଥା ସର୍ବୋପରି ଜୀବନବାଦୀ ଭାବଧାରା ତାଙ୍କ କବିତା ଗୁଡ଼ିକୁ ଚିରନ୍ତନ ମୂଲ୍ୟବୋଧରେ ରୁଦ୍ଧିମନ୍ତ କରିଛି। କବିତାବଳୀ, ଛାନ୍ଦମାଳା, କୁସୁମାଞ୍ଜଳି, ବସନ୍ତ ଗାଥା, ପ୍ରବନ୍ଧମାଳା, ବର୍ଣ୍ଣବୋଧ ଆଦି କୃତି ଓଡ଼ିଆ ସାହିତ୍ୟକୁ ତାଙ୍କର ଅମୂଲ୍ୟ ଅବଦାନ। ସିଏ କବିତାବଳୀ, ଛାନ୍ଦମାଳା, କୁସୁମାଞ୍ଜଳି, ବସନ୍ତ ଗାଥା, ପ୍ରବନ୍ଧମାଳା, ବର୍ଣ୍ଣବୋଧ ଇତ୍ୟାଦି ସେ ରଚନା କରିଛନ୍ତି। ଆଲୋଚ୍ୟ ପଦ୍ମ କବିତାଟିରେ ସୌନ୍ଦର୍ଯ୍ୟବୋଧ ସହିତ ଈଶ୍ୱରାନୁଭୂତି ସମ୍ମିଶ୍ରିତ। ଅର୍ଥାତ୍ ଏଠାରେ ଆମେ କ'ଣ ଦେଖିବା ନା ସୌନ୍ଦର୍ଯ୍ୟ ସହିତ ଈଶ୍ୱରଙ୍କ ଅନୁଭୂତିକୁ ଏଠାରେ ସେ ମିଶାଇକି ଲେଖିଛନ୍ତି। ଅର୍ଥାତ୍ ସୁନ୍ଦରତା ବି ଥିବ ତଥା ଈଶ୍ୱରଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଭାବନା ମଧ୍ୟ ଏଠାରେ ଆମେ ଦେଖିବାକୁ ପାଇବା ଏବଂ ମଣିଷ ପାଇଁ ଏହା ଏକ ଉତ୍ତରଣର ମାର୍ଗ ପ୍ରଦର୍ଶନ କରିପାରିଛି, ଯାହାକି କବିତାଟି ଛାନ୍ଦମାଳାର ଅନ୍ତର୍ଗତ। ଏଇଟା ଆମର କେଉଁଠାରୁ ଆସିଛି ନା ଛାନ୍ଦମାଳାରୁ ଆସିଅଛି। ଇଏ ହେଉଛନ୍ତି ସେଇ ଆମର ମଧୁସୂଦନ ରାଓ। ଆମେ ଯଦି ପଦ 1କୁ ଦେଖିବା ପିଲାମାନେ, ପଦ 1ରେ କ'ଣ ଅଛି ନା କୋଟି ଲାବଣ୍ୟ ନିଧିରେ ପଦ୍ମ ତୋହି କି ଅମୃତେ ତୋତନୁ ଗଢ଼ିଲା ବିହି
ତୋ ରୂପ ଦର୍ଶନେ ମୋର ହୃଦୟ ପୁଣ୍ୟ ଆନନ୍ଦ ହୁଏ ଅମୃତମୟ। ଅର୍ଥାତ୍ ସେ କ'ଣ କହିବା ପାଇଁ ଚାହୁଁଛନ୍ତି ପିଲାମାନେ? ନା ଗୋଟେ ପଦ୍ମକୁ ସେ ବର୍ଣ୍ଣନା କରିଛନ୍ତି କାହା ସହିତ? ଲାବଣ୍ୟ ନିଧି ସହିତ। କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି। ଅର୍ଥାତ୍ ଲାବଣ୍ୟ କହିଲେ କ'ଣ ପିଲାମାନେ? ନା ସୌନ୍ଦର୍ଯ୍ୟକୁ ବୁଝାଏ। ଅର୍ଥାତ୍ ଲାବଣ୍ୟ କହିଲେ କ'ଣ ପିଲାମାନେ? ନା ସୌନ୍ଦର୍ଯ୍ୟ। ନିଧି କହିଲେ କ'ଣ? ନା ସମ୍ପତ୍ତି। ଅର୍ଥାତ୍ ଗୋଟିଏ ସୌନ୍ଦର୍ଯ୍ୟର ସମ୍ପତ୍ତି ଯାହା, ଗୋଟିଏ ପଦ୍ମର ସୁନ୍ଦରତା ହେଉଛି ତାହା। କୋଟି ଲାବଣ୍ୟ ନିଧି, ଗୋଟିଏ ସୌନ୍ଦର୍ଯ୍ୟର ସମ୍ପତ୍ତି ମିଶି ଯାହା ହେବ, ଗୋଟିଏ କ'ଣ? ନା ପଦ୍ମ ତାହା ସହିତ ସମାନ। କି ଅମୃତେ ତ ତନୁ ଗଢ଼ିଲା ବିହି। ବିହିର ଅର୍ଥ ହେଲା ଭଗବାନ। ତନୁ କହିଲେ କ'ଣ? ନା ଶରୀର, କଳେବର, ଅଙ୍ଗ। ବିହି କହିଲେ ବିଧାତା, ଈଶ୍ୱର, ଭଗବାନ। କି ଅମୃତେ, କେଉଁ ଅମୃତରେ ତୋ ଶରୀରକୁ ଗଢ଼ିଛି ଭଗବାନ, ଯାହାଫଳରେ ତୁ ଗୋଟେ କ'ଣ? ନା କୋଟିଏ ଲାବଣ୍ୟ ନିଧିର ସମତୁଳରେ ପଦ୍ମ ତୁହି। ତୋ ରୂପ ଦର୍ଶନେ ମୋର ହୃଦୟ। ତ ରୂପ ଦର୍ଶନ, ରୂପ କହିଲେ ତାର ସୁନ୍ଦରତାକୁ ବୁଝାଉଛି ପିଲାମାନେ। ଦର୍ଶନ କହିଲେ ଦେଖିବା, ଦର୍ଶନ କରିବା। ମୋର ହୃଦୟ ଅର୍ଥାତ୍ ସେ କହୁଛି ଯେ ତୋ ରୂପ ଦର୍ଶନେ ମୋର ହୃଦୟ। ଅର୍ଥାତ୍ ତୋର ଯେଉଁ ପଦ୍ମର ମୁଖକୁ ମୁଁ ଦେଖିଦେଲେ ମୋର ହୃଦୟଟା କ'ଣ ହେଉଛି? ନା ପୁଣ୍ୟ ଆନନ୍ଦ ହୁଏ। କ'ଣ ହେଉଛି? ନା ପୁଣ୍ୟ ଆନନ୍ଦରେ ପରିପୂର୍ଣ୍ଣ ହେଉଛି। କେଉଁ ଭଳିଆ? ନା ଅମୃତମୟ। ଆନନ୍ଦ ବା ଖୁସି। ଆମେ କହିପାରିବା ପିଲାମାନେ, ଯେତେବେଳେ ଆମେ ପଦ୍ମଟିକୁ ଦେଖିବା, ପଦ୍ମକୁ ଦେଖିବା ପରେ ଆମର ହୃଦୟଟା କ'ଣ ହେବ? ନା ଗଦଗଦ ଗଦଗଦ ହେଇଯିବ ଏବଂ ଆନନ୍ଦ ବା ଖୁସିରେ ପରିପୂର୍ଣ୍ଣ ହେଇଯିବ, ଯାହାକି ଆମକୁ କ'ଣ ଭଳିଆ ଲାଗିବ? ନା ଗୋଟେ ଅମୃତ ଭଳିଆ ଲାଗିବ। ଅର୍ଥାତ୍ କେତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି ପିଲାମାନେ। କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି। କି ଅମୃତେ ତୋ ତନୁ ଗଢ଼ିଲା ବିହି। ତୋ ରୂପ ଦର୍ଶନେ ମୋର ହୃଦୟ ପୁଣ୍ୟ ଆନନ୍ଦ ହୁଏ ଅମୃତମୟ। ଯଦି ବୁଝି ନହେଲା ତାହେଲେ ପିଲାମାନେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇଲେ ଆମେ ତାର ସମାଧାନ ନିଶ୍ଚିତ ଭାବରେ କରିବୁ। 2 ନମ୍ବର ପଦକୁ ଟିକେ ଦେଖିବା ପିଲାମାନେ। ଢଳ ଢଳ ସୁନୀଳ ସରସୀ ଜଳ। ଢଳ ଢଳ ଶ୍ୟାମଳ ନଳିନୀ ଦଳ। ଢଳ ଢଳ ଭାସ୍କର ରଶ୍ମି ଉଜ୍ଜଳ। ତା ମଧ୍ୟରେ ଢଳ ଢଳ ତୁହି କମଳ। କେତେ ସୁନ୍ଦର ପିଲାମାନେ। ଆମେ କବିତାଟିକୁ ଯଦି ଦେଖିବା, ଢଳ ଢଳ କହିଲେ କ'ଣ? ନା ତୁମେ ଦେଖିପାରୁଥିବ ପାଣିରେ ଯଦି ପଦ୍ମ ଥିବ ତାହେଲେ ତାର ଅବସ୍ଥା, ଯେଉଁ ହଲିବାର ଯେଉଁ ମାନେ ଅବସ୍ଥାଟା ବା ଯେଉଁ ସିଚୁଏସନ୍ଟା ଆମେ କ'ଣ ଦେଖିଥାଉ? ନା ସେ ଟିକେ କ'ଣ ଥିବ? ଢଳ 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 ହେଉଥିବ। ଏମିତି ମାନେ ସେ କ'ଣ କରୁଥିବ? ନା ଏଇ ନାଡ଼ ଗୁଡ଼ିକ ଏମିତି 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 ହଲୁଥିବ। ତାକୁ ଆମେ କ'ଣ କହିପାରିବା? ନା ଢଳ ଢଳ କହିପାରିବା। ଠିକ୍ ଅଛି ପିଲାମାନେ। ଢଳ ଢଳ ସୁନୀଳ। ସୁନୀଳ କହିଲେ କ'ଣ? ନା ଜଳକୁ ବୁଝାଉଛି। ତ ପିଲାମାନେ ସୁନୀଳ କହିଲେ କ'ଣ? ନା ଜଳ, ପାଣି, ନୀଳକୁ ବୁଝାଇଥାଏ। ସରସୀ କହିଲେ କ'ଣ? ନା ପୁଷ୍କରିଣୀ। ପୁଷ୍କରିଣୀର ଜଳ ହେଲା କ'ଣ? ନା ସରସୀ। ଅର୍ଥାତ୍ ଢଳ ଢଳ ସୁନୀଳ ସରସୀ ଜଳ। ଅର୍ଥାତ୍ ଢଳ ଢଳ ଅବସ୍ଥାରେ ଅଛି କ'ଣ? ନା ପୋଖରୀର ପାଣି ବା ପୁଷ୍କରିଣୀର ଜଳ ଏବଂ ଢଳ ଢଳ ଶ୍ୟାମଳ ନଳିନୀ ଦଳ। ଏଠାରେ ଆମେ ଶ୍ୟାମଳ କହିଲେ କାହାକୁ ବୁଝାଉଛୁ ପିଲାମାନେ? ଏଇ ସବୁଜ ରଙ୍ଗକୁ ବୁଝାଉଛୁ। ସବୁ ଶ୍ୟାମଳ କହିଲେ କ'ଣ? ନା ସବୁଜ ରଙ୍ଗ। ନଳିନୀ କହିଲେ ପଦ୍ମ, ପଙ୍କଜ, ରାଜୀବ, କମଳ। ଦଳ କହିଲେ କ'ଣ? ନା ପାଖୁଡ଼ା। ୟାର ଯେଉଁ ପାଖୁଡ଼ାଟା କେଉଁ ଭଳିଆ ରଙ୍ଗ ଦେଖାଯାଉଛି ପିଲାମାନେ? ନା ସବୁଜ ରଙ୍ଗର। ଢଳ ଢଳ ଶ୍ୟାମଳ ନଳିନୀ ଦଳ। ଅର୍ଥାତ୍ ପଦ୍ମର ପାଖୁଡ଼ା ଗୁଡ଼ିକ କେମିତି ଦେଖାଯାଉଥିବ? ନା ସବୁଜ ରଙ୍ଗର ଦେଖାଯାଉଥିବ। ଢଳ ଢଳ ଭାସ୍କର ରଶ୍ମି ଉଜ୍ଜଳ। ଢଳ ଢଳ ଭାସ୍କର କହିଲେ କ'ଣ? ନା ତପନ, ପ୍ରଭାକର, ସୂର୍ଯ୍ୟ, ଦିବାକର। ତାର ଅର୍ଥ ହେଲା ସୂର୍ଯ୍ୟଙ୍କୁ ହିଁ କୁହାଯାଏ କ'ଣ ବୋଲି? ନା ଭାସ୍କର ବୋଲି। ସେ ଯେଉଁ ସୂର୍ଯ୍ୟଙ୍କର କିରଣଟା କେମିତି ଥିବ? ନା ରଶ୍ମିଙ୍କର ଉଜ୍ଜଳ ଭଳିଆ ଦେଖାଯାଉଥିବ। ତାର ଯେଉଁ କିରଣଟା ବାହାରୁଥିବ ଅତ୍ୟନ୍ତ ଉଚ୍ଚ କୋଟିର ଉଜ୍ଜଳମାନ ଦେଖାଯାଉଥିବ। ଏବଂ ତା ମଧ୍ୟ ଢଳ ଢଳ ତୁହି କମଳ। ଏଇ ଯେଉଁ ପୋଖରୀ ଭିତରେ ଅଛି, ପୋଖରୀ ଭିତରେ କ'ଣ ଅଛି? ନା ନଳିନୀ ଦଳ ଅଛି। ନଳିନୀ ଦଳ କହିଲେ କ'ଣ? ନା ପଦ୍ମର ପାଖୁଡ଼ା ଗୁଡ଼ିକ ଅଛି ଯେଉଁଟାକି ସବୁଜ ରଙ୍ଗର ଦେଖାଯାଉଛି। ଏବଂ ତାର ମଧ୍ୟରେ କ'ଣ ହେଇଛି? ନା ସୂର୍ଯ୍ୟଙ୍କର କିରଣ ମଧ୍ୟ ପଡ଼ୁଛି। ଏବଂ ସେ କିରଣ ମଧ୍ୟରେ କ'ଣ ଦେଖାଯାଉଛି? ନା କମଳ ଦେଖାଯାଉଛି। କମଳ କହିଲେ କ'ଣ ପିଲାମାନେ?
ନା ପଦ୍ମ। ତା ମଧ୍ୟରେ ଢଳ ଢଳ ତୁହି କମଳ, ଅର୍ଥାତ୍ ହେ ପଦ୍ମ ତୁ ଏଇ ଯେଉଁ ପୋଖରୀ ମଧ୍ୟରେ ଥିବା ସବୁଜ ପାଖୁଡ଼ାରେ ଏବଂ ସୂର୍ଯ୍ୟଙ୍କର ରଶ୍ମି ପାଇ ବା କିରଣ ପାଇ ତୁ କ'ଣ ଭଳିଆ ଦେଖାଯାଉଛୁ? ନା ଢଳ ଢଳ ଅବସ୍ଥାରେ, ଭାସମାନ ଅବସ୍ଥାରେ ତୁ ଦେଖାଯାଉଛୁ। ତାହେଲେ ପିଲାମାନେ ଆଜି ପାଇଁ ଏତିକି ଥାଉ। ପୁଣି ଆଉ ଗୋଟେ ଭିଡ଼ିଓରେ ଆମେ ପଦ 3କୁ ଆଗେଇ ଯିବା। ତେଣୁ ପିଲାମାନେ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ ଟୁ ଅଲ୍ ପିଲାମାନେ। ଯଦି କିଛି ଅସୁବିଧା ଥାଏ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଥ୍ୟାଙ୍କ ୟୁ ଟୁ ଅଲ୍।